ଭାରତର ଅପରେସନ୍ ସିନ୍ଦୁର କେବଳ ପ୍ରତିଶୋଧ ନେଇନି ପହଲଗାମ ନରସଂହାରର। ଏହା ପ୍ରତିଶୋଧ ନେଇଛି ଆଜିଠୁ 23 ବର୍ଷ ତଳେ ହେଇଥିବା ଜଣେ ନିରୀହ ଆମେରିକାନ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଜର୍ଣ୍ଣାଲିଷ୍ଟ ଡାନିଏଲ ପର୍ଲଙ୍କର ହତ୍ୟାର। 2002 ମସିହାରେ ପାକିସ୍ତାନର କରାଚିରେ ଆତଙ୍କବାଦୀ ଏବଂ ପାକିସ୍ତାନୀ ଇଣ୍ଟେଲିଜେନ୍ସର କନେକ୍ସନ ଉପରେ କାମ କଲା ସମୟରେ ନିର୍ମମ ଭାବେ ଆତଙ୍କବାଦୀମାନେ ବେକ କାଟି ହତ୍ୟା କରିଥିଲେ ଡାନିଏଲ ପର୍ଲଙ୍କର। ଖାଲି ସେତିକି ନୁହେଁ, ଏହି ନିର୍ମମ ହତ୍ୟାକାଣ୍ଡ ପରେ ସେହି ହତ୍ୟାର ଭିଡ଼ିଓକୁ ବି ପବ୍ଲିଶ କରାଯାଇଥିଲା ସାରା ଦୁନିଆ ସାମ୍ନାରେ। ଆଉ ତାର ମାଷ୍ଟର ମାଇଣ୍ଡ ଥିଲା ଅବଦୁଲ ରୌଫ ଅଜାର, ଯିଏ ହେଉଛି ଜୈଶେ ମହମ୍ମଦର ଚିଫ୍ ମସୁଦ ଅଜାରର ସାନ ଭାଇ। ଭାରତ ଉପରେ ହେଇଥିବା ଗୁଡ଼ାଏ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଅବଦୁଲ ରୌଫ ଅଜାର। ଆଉ IC-814 ପ୍ଲେନ୍ ହାଇଜାକ୍ର ମାଷ୍ଟର ମାଇଣ୍ଡ ବି ଥିଲା ଏଇ ଅବଦୁଲ ରୌଫ ଅଜାର। ଭାରତର ଅପରେସନ୍ ସିନ୍ଦୁର ଦ୍ୱାରା ପାକିସ୍ତାନର ଭାୱଲପୁରରେ ଥିବା ଜୈଶେ ମହମ୍ମଦର ଟେରର କ୍ୟାମ୍ପଟି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଛି। ଆଉ ତା ଦ୍ୱାରା ଅବଦୁଲ ରୌଫ ଅଜାରର ମୃତ୍ୟୁ ବି ଘଟିଛି। ଏବଂ ଆଜି ଡାନିଏଲ ପର୍ଲର ପରିବାର କହିଛନ୍ତି ଯେ ଯାହା ଏତେ ବର୍ଷ ଧରି ଆମେରିକା କରିପାରିନଥିଲା ତାହା ଭାରତ କରିଛି।